ଆଜିର ଉପସ୍ଥାପନ ଜଗନ୍ନାଥ ଧାମ। ତୁମେ ବନାଇଦେଲ ଏକ ଦେଉଳ, କିନ୍ତୁ କହିପାରିବ କି ତାକୁ ବଡ଼ ଦେଉଳ ବୋଲି? ଧାମ କହିବା ପୂର୍ବରୁ କେବେ ଖୋଜିଛ ତାହାର ରହସ୍ୟ? ସମୁଦ୍ର ତ ତମ ପାଖେ ବି ରହିବ, କିନ୍ତୁ ଟାଣି ନେଇପାରିବ କି ମହୋଦଧିକୁ? ବାଲି ସେ ପାଖରେ ମଧ୍ୟ ଲାଗିବ, କିନ୍ତୁ ଲଗାଇ ପାରିବ କି ଶରଧା ବାଲିକୁ ନିଜ ଲଲାଟରେ? କେବେ ତୁମେ ବୁଲି ଗଣିଛ ସେଇ 18 ନଳାକୁ? ନା ଗଣି ପାରିଛ କେବେ ଦେଉଳ ଭିତରେ ଥିବା ମନ୍ଦିର ସବୁକୁ? ଜାଣିଛ କି କଳ୍ପବଟର ଇତିହାସ? ଜାଣିଛ କି 56 ଭୋଗର ପ୍ରସ୍ତୁତି ପ୍ରଣାଳୀ? ଯଦି ଜାଣିପାରିଲ, ବନାଇ ପାରିବ ସେହି 56 ଭୋଗକୁ, ଯାହା କୌଣସି ଭକ୍ତକୁ ଖାଲି ପେଟରେ ଛାଡ଼ିନି। ଜଗାର ହଜାର ହଜାର ମନ୍ଦିର ଗଢ଼ି ଉଠିଛି ଏଇ ପୃଥିବୀ ପୃଷ୍ଠରେ, ହେଲେ କେବେ କେହି ତାକୁ ଧାମର ଆଖ୍ୟା ଦେଇନି, କାରଣ ପୁରୀ ଧାମ ହିଁ ସବୁ କିଛି ଏଇ ସାରା ବିଶ୍ୱ ଜାଣିଛି। ଦୀଘାକୁ ଧାମ କହି ତମେ 5 କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛ। ଆଜି ବୈକଟ ପୁରୀ କହି କେବଳ ଓଡ଼ିଆଙ୍କୁ ପରିହାସ କରିନ, ତମେ ଜଗନ୍ନାଥଙ୍କୁ ବି ପରିହାସ କରିଛ। ଏଇଟା କ'ଣ ତମମାନଙ୍କର ଜଗା ପ୍ରତି ଭକ୍ତି?